Alright, so hey guys, this is your PK Swadhin. Let's welcome to my new video. هلا اجا الزعيم العظيم So guys, ବର୍ତ୍ତମାନ ମୁଁ ଅଛି ଏବେ ଆମ ଘରେ ଆଉ ଏଟା ହେଉଛି ମୋ ମିନି ଷ୍ଟୁଡିଓ। ଆଜି ମୁଁ ଗୋଟେ ଅନବକ୍ସିଂ କରିବି। ଏଟା ହେଉଛି ମୋର ଫାଷ୍ଟ ଅନବକ୍ସିଂ ଭିଡ଼ିଓ। ଯେଉଁମାନେ କଣ୍ଟେଣ୍ଟ କ୍ରିଏଟର ଅଛନ୍ତି ସେମାନଙ୍କୁ ମାଇକ୍ ୟୁଜ୍ କରିବାକୁ ପଡ଼ିଥାଏ, ତ ମୁଁ ଗୋଟେ ମାଇକ୍ ଆଣିଛି ଯେଉଁଟା ଅନବକ୍ସିଂ କରିବି। ଏଟା ମୋର ଫାଷ୍ଟ ମାଇକ୍ ଆଉ ମୁଁ ଇଣ୍ଟରନେଟରେ ବହୁତ ଖୋଜାଖୋଜି କରିବା ପରେ ୟୁଟ୍ୟୁବର ମନୋଜ ଦେଙ୍କର ଗୋଟେ ଭିଡ଼ିଓ ଦେଖିବା ପରେ ମାଇକ୍ଟି ମଗେଇଥିଲି। ଯେଉଁମାନେ କଣ୍ଟେଣ୍ଟ କ୍ରିଏଟର ଅଛନ୍ତି ତାଙ୍କୁ ବି ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ ଆଉ ଯେଉଁ ପ୍ରଡ଼କ୍ଟଟି ଦେଖେଇବି ମାଇକ୍ଟି ସେଇଟା ବି ୟୁଜ୍ କଲେ ଆପଣଙ୍କୁ ଭଲ ଲାଗିବ, ଆପଣଙ୍କ ପାଇଁ ଭଲ ହେବ। ଆଉ ଏଇଟା ମୁଁ ମଗେଇଥିଲି ଆମାଜନରୁ, ଯେଉଁଟା ପାଖାପାଖି 2000 ଟଙ୍କା ଏବଂ ଗୋଟେ 250ର କୁପନ୍ କୋଡ୍ ଲାଗିକି ମୋତେ 1800 ପାଖାପାଖି ପଡ଼ିଥିଲା, 1827 रुपया। এটা হচ্ছে নিউ মাইক গ্রেনারো S13 Pro র। এটা খুলিবা ଦେଖିବା ତା ভিতরে কোন কেন্দ্র ଅଛି। ତା ଭିତରେ ଅଛି ଗୋଟେ ଗ୍ରେନାରো ୱାରେଣ୍ଟି କାର୍ଡ, 30 ଡେଜ୍ ଭିତରେ ଆକ୍ଟିଭେଟ୍ କରିବାକୁ ପଡ଼ିବ। এটা ଗୋଟେ ଡିଭାଇସ୍ ଦେଇଛି ବକ୍ସ, এটা টাইপ সি ରେ ଚାର୍ଜ ହେବ। ଆଉ ତା ଭିତରେ ଦେଇଛି ଗୋଟେ କନେକ୍ଟର ଆଉ ଗୋଟେ ଦୁଇଟା ରିସିଭର। ଚାର୍ଜିଂ ପାଇଁ କର୍ଡ, এটা হচ্ছে টাইপ সি ଯେଉଁଥିରେ ଚାର୍ଜ ହେବ। এটা হচ্ছে আইফোন ପାଇଁ। এটা হচ্ছে ওয়্যারলেস वाला, তো এটা তଳ পুরা সিল করে দিয়েছি। এটা খোলা হলে এটা তো বক্স ভিতরে ଯିବା মাত্র চার্জিং ହେବ। এটা হচ্ছে চার্জিং পয়েন্ট। সিলটা ମୁଁ ଏବେ ଆପଣଙ୍କୁ ଖୋଲିକି ଦେଖାଉଛି। ଏ ଯେଉଁ ପୋଜିସନ୍ ଦେଖୁଛନ୍ତି ଏଥିରେ ରଖିବା ମାତ୍ରେ ସେ ଚାର୍ଜିଂ ଷ୍ଟାର୍ଟ ହେଇଯିବ। ଦେଖନ୍ତୁ ବର୍ତ୍ତମାନ ଏଥିରେ ବକ୍ସରେ 77%। ଏଥିରୁ ଏଇଟା ଚାର୍ଜ ହେଲା ମାତ୍ରେ ଏଥିରୁ ଯେଉଁ 76 ଲେଖିଛି ଆର ପାୱାର ଧୀରେ ଧୀରେ କମିବ। এটা হচ্ছে কনেক্টর, এটা টাইপ সি রে মোবাইলରେ টাইপ সি ରେ ଗେଞ୍ଜା ହେଲା। କନେକ୍ଟ କରିବା ମାତ୍ରେ ଦେଖିବେ ଗୋଟେ ରେଡ୍ କଲର୍ ଲାଇଟ୍ ଗୋଟେ ବ୍ଲିଙ୍କ ହେଉଛି। ତ ଏଥିରେ ମାଇକ୍ରେ ଯେଉଁ ବଟନ୍ଟି ଦେଇଛି ଏଟାକୁ କ୍ଲିକ୍ କରି ରଖିବାକୁ ପଡ଼ିବ। ଏଥିରେ ବି କନେକ୍ଟ, ଏ ଯେଉଁ ବ୍ଲିଙ୍କ ଅଛି କନେକ୍ଟ ହେଇଯିବ ମାନେ ଏଥିରେ ଏଇଟା ବି ବ୍ଲିଙ୍କ ହେଉଥିବ, ଏଠି ବି ଏଇଟା ରେଡ୍ କଲର୍ ଲାଇଟ୍ଟା ବ୍ଲିଙ୍କ ହେଉଥିବ। କନେକ୍ଟ ହେଲା ମାନେ ବ୍ଲିଙ୍କ କରିବା ବନ୍ଦ ହେଇଯିବ, ଜାଣିବ କି ବର୍ତ୍ତମାନ କନେକ୍ଟ ହେଇଗଲା। ଏଥିରେ ନଏଜ୍ କ୍ୟାନ୍ସେଲେସନ୍ ବି ଅଛି। ସାଇଡ଼୍ରେ ଯେଉଁ ବଟନ୍ଟି ଦେଇଛି ଏଟାକୁ ଥରେ ଚିପିବା ମାତ୍ରେ ଥରେ ବ୍ଲିଙ୍କ ହେଲା ନଏଜ୍ କ୍ୟାନ୍ସେଲେସନ୍ ଲେବଲ୍ 1, ଆଉ ଥରେ ଚିପିଲେ ଦୁଇଥର ବ୍ଲିଙ୍କ ହେଲା ନଏଜ୍ କ୍ୟାନ୍ସେଲେସନ୍ ଲେବଲ୍ 2, ଥାର୍ଡ଼ ଥର ଚିପିଲେ 3 ଥର ବ୍ଲିଙ୍କ ହେଉଛି ନଏଜ୍ କ୍ୟାନ୍ସେଲେସନ୍ ଲେବଲ୍ 3। ଫୋର୍ଥ ଚିପି ଦେଲେ କିଛି ବ୍ଲିଙ୍କ ହେବ ନାହିଁ, ନଏଜ୍ କ୍ୟାନ୍ସେଲେସନ୍ ଅଫ୍ ହେଇଯିବ। ଦେନ୍ ଏଟାକୁ ଡବଲ୍ କ୍ଲିକ୍ କଲା ମାତ୍ରେ ଗୋଟେ ଲାଇଟ୍ ଜଳିଲା ଯେଉଁଟା ମ୍ୟୁଟ୍ ହେଇଯିବେ, କହିଲା ମାତ୍ରେ କିଛି ଶୁଭିବ ନାହିଁ। ଡବଲ୍ କ୍ଲିକ୍ କରିଦେବେ ମ୍ୟୁଟ୍ ଅଫ୍ ହେଇଯିବ। ସୋ ଗାଇସ୍, ବର୍ତ୍ତମାନକୁ ମୁଁ ଏବେ ଯେଉଁ ଭଏସ୍ଟି ଶୁଣୁଛନ୍ତି ଏଇଟା ହେଉଛି ଗ୍ରେନାରୋର S13 Proର। ଗ୍ରେନାରୋ S13 Proର ମାଇକ୍ରୁ ଭଏସ୍ଟି ଶୁଣୁଛନ୍ତି। ଆଉ ଆପଣମାନେ ଜାଣିପାରୁଥିବେ ଭଏସ୍ଟି କେମିତି ଶୁଭୁଛି। ଭଏସ୍ଟି ଯେତେ ପାଖକୁ ରଖିବେ ଏତେ ନଏଜ୍ ଆସିବ ଏବଂ ଆପଣଙ୍କର ପାଟିରେ ଯେଉଁ ସାଉଣ୍ଡ ସେଇଟା ବି ସାଉଣ୍ଡ ଅଧିକା ହେବ, କିନ୍ତୁ ଦୂରେଇକି ଟିକେ ରଖିଲେ ଭଏସ୍ କ୍ଲିଅର୍ ଶୁଭିବ। ତ ଟିକେ ଦୂରେଇକି ରଖିବେ ଆପଣମାନେ। ତ ଏବେ ଆପଣମାନେ ଦେଖିଲେ କି ଅନବକ୍ସିଂ କଲି, ଆପଣମାନଙ୍କୁ ଜିନିଷ ବି ଦେଖେଇଲି। ଆଉ ଆପଣମାନେ ବି ଯାଇକି ଆମାଜନରେ ଏଟାକୁ ଅର୍ଡ଼ର କରିପାରିବେ। ଅଫର୍ ଚାଲିଥିବା ସମୟରେ ଅର୍ଡ଼ର କରିଦେବେ, ଦେନ୍ ନହେଲେ 2000 ପାଖାପାଖି ପଡ଼ୁଛି। ତାର ଭେରାଇଟି କଲର୍ ବି ଆସୁଛି, କଲର୍ ଅନୁସାରେ ବି ପଇସା ଆସୁଛି, 2500 ପାଖାପାଖି ଯାଉଛି ଏରି। ତ ଏବେ ଆପଣଙ୍କୁ ମୁଁ ନଏଜ୍ କ୍ୟାନ୍ସେଲର୍ ଲେବଲ୍ 1, 2, 3 ଯାଇକି ବାହାରେ ଆପଣଙ୍କୁ ଦେଖାଉଛି। ବାହାରେ ଅଧିକ ନଏଜ୍ ଅଛି, ତେଣୁ ଆପଣଙ୍କୁ ଟେଷ୍ଟ କରି ଦେଖାଉଛି କେମିତି କ'ଣ ଶୁଭୁଛି। ସୋ ଏଇଟା ଏଥିରେ ବର୍ତ୍ତମାନ ଆମେ ରଖିଦେଇକି ଯିବୁ। ଏଇଟା ଟିକେ ହାର୍ଡ଼ ପ୍ଲାଷ୍ଟିକ୍ ଅଛି, ତ ପ୍ରୋଟେକ୍ସନ୍ ପାଇଁ ଏଇଟା ଭଲ ହେବ, ୱାୟାରଲେସ୍ ବାଲା। ଦେନ୍ ଚାଲନ୍ତୁ ବାହାରକୁ ଯିବା, ଦେଖିବା ନଏଜ୍ କ୍ୟାନ୍ସେଲେସନ୍ ଆସିଲା ପରେ କେମିତି ଲାଗୁଛି। सो गाइस बर्तमान देखिपारे मु नॉइज कैंसलेशन किसी भी ऑन करनी। आ मो पछपटे छोट पिला सब खेलुंट
ଆପଣଙ୍କୁ ଭଏସ୍ ଟିକେ ଆସୁଥିବ ତ ମୁଁ ଏବେ ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 1 କରୁଛି ତ ଜାଣିପାରିବି କେମିତି ଆସୁଛି। ତ ମୁଁ ଏବେ ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 1 ରେ ରଖିଛି ତ ଦେଖିପାରୁଥିବେ ଏଇଟା ଭଏସ୍ଟା କିଭଳି ଆସୁଛି। ପଛକରେ ଛୋଟ ପିଲା ଯେହେତୁ ଖେଳୁଛନ୍ତି ତାଙ୍କର ଭଏସ୍ ବହୁତ ଜୋରରେ ଆସୁଛି। ଆଶା କରୁଛି ସେଇଟା ଟିକେ କମିକି ଆସୁଥିବ ଭଏସ୍। ଆଉ ଦେନ୍ ନଏଜ୍ କ୍ୟାନ୍ସେଲେସନ୍ 2 ରେ ରଖୁଛି ଆପଣମାନଙ୍କୁ ଦେଖାଉଛି ନଏଜ୍ କ୍ୟାନ୍ସେଲେସନ୍ 2 ରେ କେମିତି ଭଏସ୍ କ'ଣ ଆସୁଛି। ତ ଏବେ ଅଛି ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 2 ରେ। ତ ପଛପଟେ ଛୋଟ ପିଲା ପ୍ରବଳ ଜୋର ଚିଲ୍ଲାଉଛନ୍ତି କିନ୍ତୁ ଭଏସ୍ ଆଶା କରୁଛି ଏଇଟା ପୁରା କମିକି ଆସୁଥିବ। ସାଇଡ଼ର ନଏଜ୍ କିଛି ବି ଆସୁନଥିବ। ମୋ ଭଏସ୍ କ୍ଲିୟର୍ ଭାବରେ ଶୁଭୁଥିବ। ଏବେ ମୁଁ ରଖିଛି ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 3 ରେ। ତ ଏବେ ଛୋଟ ପିଲା ବହୁତ ଜୋର ଚିଲ୍ଲାଉଛନ୍ତି ଏବଂ ସାଇଡ଼ରେ ଗାଡ଼ି ବି ଗୋଟେ ଗଲା ଆଉ ସାଉଣ୍ଡରେ କ୍ଲିୟର୍ ଭାବରେ ଆସୁନଥିବ। ତ ଏ ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 3 ରେ ବିଲକୁଲ ବି କିଛି ସାଇଡ଼୍ ନଏଜ୍ ଆସୁନି। ସୋ ମୁଁ ଏବେ ଗାଇସ୍ ନଏଜ୍ କ୍ୟାନ୍ସେଲେସନ୍ ଲେଭେଲ୍ 3 ରଖିଛି ଏବଂ ଦୂର ଯାଉଛି ଦେଖୁଛି ଏଇଟା ଆପଣଙ୍କୁ ଦେଖାଉଛି କେତେ ମିଟର ଯାଏଁ ରେଞ୍ଜ ପାଉଛି। ତ ପାଖାପାଖି ଏଇଟା 30 ମିଟର ଯାଏଁ ରେଞ୍ଜ ପାଇବା କଥା। ଆଉ ଯେତେବେଳେ ଡିସ୍କନେକ୍ଟ ହେଇଯିବ ଲାଇଟ୍ ସେଥିରେ ରେଡ୍ ଲାଇଟ୍ ଏବଂ ଏଥିରେ ଗ୍ରୀନ୍ ଲାଇଟ୍ ବ୍ଲିଙ୍କ ହେବା ଷ୍ଟାର୍ଟ ହେଇଯିବ। ସୋ ଗାଇସ୍ ବର୍ତ୍ତମାନ ପାଖାପାଖି 40 ମିଟର ପାଖାପାଖି ଆସିଲାନି ତଥାପି ଏପର୍ଯ୍ୟନ୍ତ ଲାଇଟ୍ ବ୍ଲିଙ୍କ ହେଇନି। ତ 30 ମିଟର କ୍ରସ୍ করে ବି ଆପଣଙ୍କ ପାଇଁ ବେଷ୍ଟ ୟୁଜ୍ ହେବ ଏଇଟା। ଆଉ ଯେଉଁମାନେ ବି ଭିଡ଼ିଓ ଗୋଟେ ଜାଗାରେ ଥୋଇକି ଟିକେ ଦୂରକୁ ଯାଇ କହିବାକୁ ଚେଷ୍ଟା କରିବେ ସେମାନଙ୍କୁ ବି ବହୁତ ସୁବିଧା ହେବ। ତ ଆପଣମାନଙ୍କୁ ଆଶା କରୁଛି ଆପଣଙ୍କ ମାନେ ଭଲ ରହିବ। ମୁଁ ବି ଯେହେତୁ ଫାଷ୍ଟ ଟାଇମ୍ ମଗେଇଥିଲି ମୁଁ ଜାଣିନଥିଲି ଏଇଟା କେମିତି କ'ଣ ରହିବ। ଆଉ ଫାଷ୍ଟ ଟାଇମ୍ ମଗେଇଥିଲି ତ ମୋ ପାଇଁ ମୋତେ ଭଲ ଲାଗିଲା। ଆଉ ମାଇକ୍ଟି ଭଲ ଲାଗିଲା, ଭଲ ୟୁଜ୍ ବି ହେଉଛି, ଭଲ ଭଏସ୍ ବି ଆସୁଛି। ଆଉ ଆପଣମାନେ ବି ଏଇଟା ମଗାନ୍ତୁ। ଆଉ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି ଗ୍ରେନାରୋ S13 Pro। ତ ଆପଣମାନେ ବି ଏଇଟା ମଗାନ୍ତୁ ଆଉ ଆପଣମାନଙ୍କୁ ଭଲ ଲାଗିବ। ତ ୟୁଜ୍ କରିକି କମେଣ୍ଟରେ କହିବେ କେମିତି କ'ଣ ଲାଗିଲା ଆଉ ଭିଡ଼ିଓଟି କେମିତି କ'ଣ ଲାଗିଲା। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ଗୁଡ୍ ବାଏ।